ଅଯୋଗ୍ୟ ଆଉ ବିଶ୍ୱାସଘାତକ ମଧ୍ୟରୁ କେବଳ ଅଯୋଗ୍ୟକୁ ହିଁ ବାଛନ୍ତୁ, କାରଣ ଯିଏ ଅଯୋଗ୍ୟ ତାକୁ ଯୋଗ୍ୟ ବନାଇବା ସମ୍ଭବ, କିନ୍ତୁ ଯିଏ ବିଶ୍ୱାସଘାତକ ତାକୁ ବିଶ୍ୱସ୍ତ ବନାଇବା ଅସମ୍ଭବ। ଭୁଲ କରିବା ହେଉଛି ମଣିଷର ପ୍ରକୃତି, ଭୁଲକୁ ସ୍ୱୀକାର କରିବା ହେଉଛି ତାର ସଂସ୍କୃତି ଏବଂ ସେହି ଭୁଲକୁ ସୁଧାରିବା ହେଉଛି ତାର ପ୍ରଗତି। ଥରେ ଜଣେ ବ୍ୟକ୍ତି ଭଗବାନଙ୍କୁ ପଚାରିଲା, ଏ ଜୀବନ ଏତେ କଷ୍ଟମୟ କାହିଁକି? ଭଗବାନ ଉତ୍ତର ଦେଲେ, ଯଦି ସବୁକିଛି ସହଜରେ ମିଳିଯିବ ଜୀବନରେ ଆମେ ଜୀବନର ମୂଲ୍ୟ ହିଁ ବୁଝିପାରିବା ନାହିଁ। କାରଣ ଯେଉଁ ଜିନିଷ ଯେତିକି କଷ୍ଟରେ ମିଳିଥାଏ ସେହି ଜିନିଷ ସେତିକି ଅଧିକ ମୂଲ୍ୟବାନ ହୋଇଥାଏ। ଯେଉଁମାନେ ଟିକିଏ ଟିକିଏ କଥାରେ କାନ୍ଦି ପକାନ୍ତି ସେମାନେ ଦୁର୍ବଳ ନୁହନ୍ତି, ପ୍ରକୃତରେ ସେମାନେ ହୃଦୟରୁ ବହୁତ କୋମଳ ଓ ନିରୀହ ଥାନ୍ତି। ସମ୍ପର୍କ ଭାଙ୍ଗିଗଲା ବୋଲି କହିବା ବହୁତ ସହଜ, ହେଲେ କାହାର ସ୍ମୃତିକୁ ମନରୁ ଭୁଲିବା ସେତେ ସହଜ ନୁହେଁ। ପୁରୁଣା ଜିନିଷକୁ ଫୋପାଡ଼ିବା ଅନୁଚିତ, କାରଣ ଓଲ୍ଡ ଇଜ୍ ଗୋଲ୍ଡ। ଯଥା ପୁରୁଣା ଚାକର, ପୁରୁଣା ଘିଅ, ପୁରୁଣା ବୋହୂ, ପୁରୁଣା ବଦ୍ୟ ଓ ପୁରୁଣା ଗାମୁଛା ମଧ୍ୟ। ତିନି ଜଣ ପ୍ରାୟ ସମାନ ଅଟନ୍ତି, ପିତା, ମାତା ଓ ଗୁରୁ। ଯେଉଁ ଲୋକ ଅନ୍ୟର ବିରୋଧରେ ତୁମ ଆଗରେ କହି ନିଜକୁ ଭଲ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରେ ସେପରି ଲୋକଙ୍କୁ କେବେ ବିଶ୍ୱାସ କରିବ ନାହିଁ, କାରଣ ଯିଏ ଅନ୍ୟର କଥା ତୁମ ଆଗରେ କହୁଛି ସେହି ଲୋକ ଅନ୍ୟମାନଙ୍କ ଆଗରେ ତୁମ ବିରୁଦ୍ଧରେ ନିଶ୍ଚୟ କହୁଥିବ। ଗର୍ବ ମଣିଷକୁ ଉପରକୁ ନୁହେଁ ତଳକୁ ନେଇଥାଏ, ତେଣୁ ଗର୍ବର ଅଗ୍ନିରେ ଭସ୍ମ ହେବା ପୂର୍ବରୁ ଯଥାସମ୍ଭବ ଗର୍ବକୁ ନିଜଠାରୁ ବହୁତ ଦୂରରେ ରଖନ୍ତୁ।